ଶିବୁ କାନାଡାରୁ ଡାକ୍ତରୀ ପାଠ ଶେଷ କରିବା ପରେ ଭୁବନେଶ୍ୱରରେ ଏକ ବଡ଼ ହସ୍ପିଟାଲରେ ଚାକିରି ପାଇଯାଇଥିଲେ। ଆଜି ଥିଲା ଚାକିରିର ପ୍ରଥମ ଦିନ। କାନାଡାରୁ ଫେରି ସେ ନିଜ ଘର ବାରିପଦାକୁ ଯାଇପାରିନଥିଲେ, କାରଣ ତାଙ୍କୁ ତୁରନ୍ତ ଜଏନ୍ କରିବା ପାଇଁ କୁହାଯାଇଥିଲା। ସେ ପୁରା ଦିନର ଡ୍ୟୁଟି ସାରି କ୍ୱାର୍ଟରକୁ ଫେରୁଥିଲେ। ହଠାତ୍ ହସ୍ପିଟାଲ ନିକଟରେ ଥିବା ଏକ ହୋଟେଲ ଉପରେ ତାଙ୍କର ନଜର ପଡ଼ିଲା। ଗାଡ଼ି ବୁଲେଇଲେ, ଆଉ ଯେମିତି ହୋଟେଲ ପାଖକୁ ପହଞ୍ଚିଛନ୍ତି, ସେ ଦୃଶ୍ୟ ଦେଖିକି ତାଙ୍କର ହୋସ୍ ଉଡ଼ିଗଲା। ସେ ସମ୍ଭାଳି ପାରିଲେନି, ଭୋ ଭୋ ହୋଇ କାନ୍ଦି ପକେଇଲେ। ତାଙ୍କ 70 ବର୍ଷର ଜେଜେମା ପଟେ ରୁଟି ପାଇଁ ହୋଟେଲ ମାଲିକଙ୍କ ସାମ୍ନାରେ। ହେଲେ ଏତେ ଘଟଣା କେମିତି ଘଟିଗଲା? ପ୍ରତାରଣାର ପୁରା କାହାଣୀ ଶୁଣିବା ପରେ ସେ ନିଜ ବାପା ମାଙ୍କ ଉପରେ ଏମିତି ପ୍ରତିଶୋଧ ନେଲେ ଯେ ଶିବୁ କାନାଡାରେ ରହି ଡାକ୍ତରୀ ପାଠ ପଢୁଥିଲେ। କିଛି ଦିନ ତଳେ ହିଁ ତାଙ୍କର ପାଠ ପଢା ସରିଥିଲା, ଆଉ ସେ ଏବେ ନିଜ ଦେଶକୁ ଫେରୁଥିଲେ, କାରଣ ଭୁବନେଶ୍ୱରରେ ଏକ ବଡ଼ ହସ୍ପିଟାଲରେ ତାଙ୍କୁ ଚାକିରି ମିଳିଯାଇଥିଲା। ତା ସହିତ 4 ବର୍ଷ ପରେ ନିଜ ଦେଶକୁ ଫେରୁଥିଲେ। ତେଣୁ ସେ ପୁରା ଉତ୍ସାହିତ ଥିଲେ। ଫ୍ଲାଇଟରେ ବସିବା ପରେ ତାଙ୍କର ଘର ପରିବାର ସମସ୍ତଙ୍କ କଥା ମନେ ପଡ଼ିଲା। ନିଜ ଜେଜେବାବା ଓ ଜେଜେମାଙ୍କ କଥା ବେଶୀ ମନେ ପଡୁଥିଲା, କାରଣ ସେମାନେ ଶିବୁଙ୍କୁ ବହୁତ ଭଲ ପାଉଥିଲେ। ଶିବୁଙ୍କର ସେଦିନ କଥା ଆଜି ବି ମନେ ଥିଲା। ତାଙ୍କ ପାଇଁ ମା ଜେଜେମାଙ୍କୁ ଗାଳି ଦେଇଥିଲେ। ଥରେ ତ ମା ମତେ ମାରୁଥିଲେ, ଆଉ ଭୁଲରେ ସେ ଚାପୁଡ଼ା ଜେଜେମାଙ୍କୁ ଲାଗିଗଲା। ମତେ ବଞ୍ଚେଇବା ଚକ୍କରରେ ମାଙ୍କଠୁ ଚାପୁଡ଼ା ଖାଇଥିଲେ। ମୁଁ କାନାଡା ଆସିବା ଦିନଠାରୁ କେଜାଣି କେତେ ଦିନ ଯାଏଁ ତ ଜେଜେମାଙ୍କ ଆଖିରୁ ଲୁହ ଶୁଖୁନଥିଲା। ଜେଜେମା କହୁଥିଲେ କି, ପୁଅ, ତୁ ବିଦେଶ ପଳେଇଲେ ମୁଁ ଏକା ହୋଇଯିବି। ତୋ ବିନା ମୁଁ କେମିତି ଏକା ରହିବି? ତୁ ଜଲ୍ଦି ପାଠ ସାରିକି ପଳେଇ ଆସିବୁ। ତୋ ଜେଜେବାବାଙ୍କ ଦେହ ବି ଭଲ ରହୁନି। ତୁ ଡାକ୍ତର ହୋଇକି ଯେତେବେଳେ ଫେରିବୁ, ଆଗ ତ ଜେଜେବାବାଙ୍କର ଚିକିତ୍ସା କରିବୁ। ଶିବୁ ଜେଜେମାଙ୍କୁ ଜାବୁଡ଼ି ଧରି କହିଲେ କି, ତମେ ବ୍ୟସ୍ତ ହୁଅ ନା, ମୁଁ ଜଲ୍ଦି ଡାକ୍ତର ହେଇକି ଆସିବି, ଆଉ ଜେଜେବାବାଙ୍କୁ ଠିକ କରିଦେବି। ତମେ ଜମା ବି ଚିନ୍ତା କରନି। ତାପରେ ସେ ବିଦେଶ ପଳେଇଲେ, ଆଉ କାନାଡାରେ 4 ବର୍ଷ ପାଠ ପଢିବା ପରେ ଆଜି ସେ ନିଜ ଦେଶକୁ ଫେରୁଥିଲେ। ତାଙ୍କୁ ଭୁବନେଶ୍ୱରର ସବୁଠୁ ବଡ଼ ଡାକ୍ତରଖାନାରେ ଚାକିରି ମିଳିଯାଇଥିଲା। ଅନ୍ୟ ପଟରେ ଶିବୁଙ୍କ ଜେଜେବାବାଙ୍କ ଦେହ ଖରାପ ହୋଇଥିଲା, ଆଉ ନିକଟସ୍ଥ ଏକ ସରକାରୀ ହସ୍ପିଟାଲକୁ ଦେଖେଇବା ପାଇଁ ଯାଇଥିଲେ। ଡାକ୍ତର ଦେଖିକି କହିଲେ କି, ଆପଣଙ୍କ ବ୍ଲଡ ସୁଗାର ଓ ବିପି ତ ବହୁତ ବଢିଯାଇଛି। କିଛି ଔଷଧ ଲେଖିଦଉଛି, ନେଇଯିବେ। ଚିଠା ନେଇ ଜେଜେବାବା ବାହାରକୁ ପଳେଇ ଆସିଲେ। ଗୋଟିଏ ହାତରେ ବାଡ଼ି ଓ ଅନ୍ୟ ହାତରେ ଜେଜେମାଙ୍କ ହାତ ଧରି ରାସ୍ତା ପାଖରେ ଆସି ଛିଡ଼ା ହୋଇଗଲେ। ଅଟୋକୁ ଅପେକ୍ଷା କରି କରି ଆକାଶକୁ ଦେଖି ପତ୍ନୀ ନୀଲୁ ଦେବୀଙ୍କୁ କହୁଥିଲେ କି, ଏମିତି ଲାଗୁଛି ବର୍ଷା ହେବ। ଚାରିପଟରୁ ଅନ୍ଧାର କରି ସାରିଲାଣି। ଅଟୋ ମିଳିଗଲେ ତୁରନ୍ତ ଘରକୁ ପଳେଇବା, ନହେଲେ ବର୍ଷାରେ ଭିଜିଯିବା। ସେତେବେଳେ ଦୂରରୁ ଏକ ଅଟୋ ଆସୁଥିବା ଦେଖାଗଲା। ପାଖକୁ ଆସିବା ପରେ ସେହି ଅଟୋକୁ ଅଟକାଇ ସେଥିରେ ବସି ନିଜ ଘର ଆଡ଼କୁ ବାହାରି ପଡ଼ିଲେ। ଆଉ ଠିକ ଅଟୋରେ ବସିବା ପରେ ବର୍ଷା ଆରମ୍ଭ ହୋଇଗଲା। ବର୍ଷାକୁ ଦେଖି ପ୍ରସନ୍ନ ବାବୁ ସ୍ତ୍ରୀ ନୀଲୁକୁ କହିଲେ କି, ମନେ ଅଛି ତମକୁ ବର୍ଷା କେତେ ପସନ୍ଦ ଥିଲା? ସବୁ ବର୍ଷାରେ ତ ତମେ ନିଶ୍ଚୟ ଭିଜୁଥିଲ। ଆଉ ଏବେ ତ ଆମ ବୟସ ହୋଇଗଲାଣି, ବର୍ଷାକୁ ଡର ଲାଗୁଛି। କଥା ହେଉ ହେଉ ତାଙ୍କ ଘର ପଳେଇ ଆସିଲା। ଅଟୋରୁ ଓହ୍ଲାଉ ଓହ୍ଲାଉ ନୀଲୁ ଦେବୀ ସ୍ୱାମୀଙ୍କ ହାତ ଧରି ପକେଇଲେ, କାରଣ ବର୍ଷାରେ ରାସ୍ତାରେ ପାଣି ଭର୍ତ୍ତି ହୋଇଯାଇଥିଲା, ଆଉ କାଳେ ସେ ପଡ଼ିଯିବେ ଭାବି ହାତ ଧରି ଚାଲୁଥିଲେ। ଅନ୍ୟପଟରେ ବାଲକୋନିରେ ଛିଡ଼ା ହୋଇଥିବା ବୋହୂ ଦୁହିଁଙ୍କୁ ହାତ ଧରାଧରି ହୋଇ ଆସୁଥିବା ଦେଖି ସ୍ୱାମୀଙ୍କୁ ଡାକ ପକେଇଲେ, ଆଉ କହିଲେ କି, ଦେଖ, ଏ ବୟସରେ ବି ତମ ବାବା ମା କେମିତି ହାତ ଧରାଧରି ହୋଇ ଚାଲୁଛନ୍ତି। ଅନ୍ୟମାନେ ଦେଖିଲେ କଣ ଭାବିବେ? ଟିକେ ବି ଲାଜ ନାହିଁ ସେମାନଙ୍କୁ। ସ୍ୱାମୀ ପ୍ରୀତମ ବି ସ୍ତ୍ରୀଙ୍କ କଥାରେ ତାଳ ମିଶାଇ କହିଲେ କି, ଆସନ୍ତୁ, ସେମାନେ ଭଲରେ ବୁଝେଇଦେବି। ଏଠି ଆମର କେତେ ଇଜ୍ଜତ ଅଛି, ଆଉ ସବୁ ଇଜ୍ଜତକୁ ସେମାନେ ମାଟିରେ ମିଶାଇ ଦେବେ ବୋଧେ। କିନ୍ତୁ ପ୍ରୀତମ ଓ ସ୍ତ୍ରୀ ପଦ୍ମା ବୁଝି ପାରୁନଥିଲେ କି ସେମାନେ ହାତ ଧରାଧରି ହୋଇ ଏଇଥିପାଇଁ ଚାଲୁଥିଲେ କି ବର୍ଷାରେ ପଙ୍କ କାଦୁଅରେ ଯେମିତି ପଡ଼ି ନ ଯାଆନ୍ତୁ।
ଯେମିତି ନୀଲୁ ଦେବୀ ଓ ପ୍ରସନ୍ନ ବାବୁ ଘରେ ପହଞ୍ଚିଲେ, ପୁଅ ଚିଲେଇକି କହିଲେ କି ତମକୁ ଟିକେ ଲାଜ ଲାଗୁନି? ଘରେ ବୋହୂମାନେ ଅଛନ୍ତି, ନାତି ନାତୁଣୀ ବଡ଼ ହୋଇଗଲେଣି, ଆଉ ଏ ବୟସରେ ତମେମାନେ ହାତ ଧରାଧରି ହୋଇ ଚାଲୁଛ? ପୁଅଠାରୁ ଏମିତି କଥା ଶୁଣି ଦୁହେଁ ତ ସ୍ତବ୍ଧ ହୋଇ ରହିଗଲେ। ତାପରେ ନୀଲୁ ଦେବୀ କହିଲେ କି ପୁଅ, ମୁଁ ତ ବାପାଙ୍କ ହାତ ଏଇଥିପାଇଁ ଧରିଥିଲି କି କାଳେ ସେ ଖସିଯାଇ ପଡ଼ି ନ ଯାଆନ୍ତୁ। ତୁ ତ ଜାଣିଛୁ କି ଗତଥର ପଡ଼ି ଯାଇଥିଲେ, ଆଉ 6 ମାସ ଯାଏଁ ପାଦ ସଳଖି ପାରୁନଥିଲେ। ଆଉ ତୋତେ ତ ଆଗରୁ କହିଥିଲି କି ତୁ ବାବାଙ୍କୁ କାରରେ ନେଇକି ହସ୍ପିଟାଲରେ ଦେଖେଇ ଦେ, ହେଲେ ତୁ ମନା କରିଦେଲୁ କି ତୋ ପାଖରେ ସମୟ ନାହିଁ ବୋଲି। ଏଥିପାଇଁ ମତେ ଯିବାକୁ ପଡ଼ିଲା, ଆଉ ବର୍ଷା ବି ହେଲା, ତେଣୁ ମୋର ଦୋଷ କ'ଣ? ଏତିକି କହି ସେ ନିଜ ଓଦା ଲୁଗା ବଦଳିବା ପାଇଁ ଚାଲିଗଲେ, ଆଉ ପ୍ରସନ୍ନ ବାବୁଙ୍କୁ ବି ବଦଳିବା ପାଇଁ ଲୁଗା ଦେଲେ। ପ୍ରସନ୍ନ ବାବୁ ଟ୍ରାନ୍ସପୋର୍ଟ ବ୍ୟବସାୟ କରୁଥିଲେ, ଆଉ ବୟସାଧିକ୍ୟ କାରଣରୁ ଏବେ ପୁଅ ପ୍ରୀତମ ସେ କାମ ସମ୍ଭାଳୁଥିଲା। ପ୍ରୀତମ ବାବୁଙ୍କର ଏବେ ଭଲ ରୋଜଗାର ହେଉଥିଲା। ପ୍ରସନ୍ନ ବାବୁଙ୍କ ଯେତିକି ବି ଜମା ପୁଞ୍ଜି ଥିଲା, ସେ ପୁଅକୁ ବଡ଼ ମଣିଷ କରିବା ସହିତ ଘର କରିବାରେ ଲଗେଇ ଦେଇଥିଲେ, ଆଉ ତାଙ୍କର ଶେଷ ଜୀବନ ପାଇଁ କିଛି ବି ଟଙ୍କା ନଥିଲା। ଏବେ ଯେତେବେଳେ ବୃଦ୍ଧାବସ୍ଥାରେ ଦେହ ଖରାପ ହେବାକୁ ଲାଗିଲା, ଔଷଧ ତଥା ଛୋଟ ଛୋଟ କଥା ପାଇଁ ପୁଅ ବୋହୂଙ୍କ ଆଗରେ ହାତ ପତେଇବାକୁ ପଡୁଥିଲା। ଆଉ ପୁଅ ବୋହୂ ତ 100 କି 50 ଟଙ୍କା ଦେବାକୁ ବି କୁଣ୍ଠାବୋଧ କରୁଥିଲେ। ବୋହୂ ନିଜ ପାଇଁ ଏକାଥରକେ 5,000 ଟଙ୍କାର ସପିଂ କରୁଥିଲେ ବି ପୁଅକୁ କିଛି ଫରକ ପଡୁନଥିଲା। କିନ୍ତୁ ବାପା ମାଙ୍କ ପାଇଁ 500 ଟଙ୍କା ବି ଖର୍ଚ୍ଚ କରିଦେଲେ ବୋହୂ ଘରେ ନିଆଁ ଲଗେଇ ଦେଉଥିଲେ। ଚିଲେଇ ଚିଲେଇ ଶାଶୁ ଶ୍ୱଶୁରଙ୍କୁ କହୁଥିଲେ କି ବାସ୍ ଘରେ ବସି ବସି ଖାଲି ଖର୍ଚ୍ଚ ବଢେଇବାରେ ଲାଗିଛନ୍ତି, ନା ସଞ୍ଚୟ ପାଇଁ ଚିନ୍ତା ଅଛି ନା ରୋଜଗାର ଅଛି। ମୋ ଉପରେ ବୋଝ ହୋଇ ବସି ରହିଛ। ଦିନେ ପଦ୍ମା ପ୍ରୀତମକୁ କହିଲେ କି ମୁଁ ତ ତମ ବାବା ମାଙ୍କ ପାଇଁ ବହୁତ ବ୍ୟସ୍ତ ହୋଇ ପଡ଼ିଲେଣି, ମୁଁ ଆଉ ତାଙ୍କ ପାଖରେ ଚଳିପାରିବିନି। ପ୍ରଥମେ ତ ତାଙ୍କ ଖର୍ଚ୍ଚ, ଆଉ ପରେ ରୋଗକୁ ନେଇ ଶାଶୁ ବି କିଛି କରୁନାହାନ୍ତି। ମୁଁ ଆଉ ପାରୁନି ତାଙ୍କୁ ବସେଇକି ଖୁଆଇବା ପାଇଁ। ତମେ ତାଙ୍କୁ ନେଇ କେଉଁ ବୃଦ୍ଧାଶ୍ରମରେ ଛାଡ଼ି ଆସ, ନହେଲେ ଘରୁ ତଡ଼ି ଦିଅ। ଏବେ ମୁଁ ସେମାନଙ୍କୁ ଆମ ଘରେ ରଖିପାରିବିନି। ଏମାନେ କିଛି କାମକୁ ବି ନୁହେଁ, ଘରେ ବସି ବସି ଖର୍ଚ୍ଚ ବଢେଇବାରେ ଲାଗିଛନ୍ତି। ସ୍ତ୍ରୀ କଥା ଶୁଣି ପୁଅ ଟିକେ ଚୁପ୍ ରହିଲେ, ଆଉ ଟିକେ ସମୟ କ'ଣ ଭାବିବା ପରେ କହିଲେ କି ମତେ 10 ଦିନ ସମୟ ଦିଅ, ଦେଖୁଛି କ'ଣ କରିହେବ। ସେଠୁ 10 ଦିନ ପରେ ପୁଅ ବାପାଙ୍କୁ କହିଲେ କି ବାପା ଚାଲ, ତମକୁ ଭୁବନେଶ୍ୱରରେ ଏକ ବଡ଼ ଡାକ୍ତରଖାନାରେ ଦେଖେଇଦେବି, ଥରକରେ ଭଲ ହୋଇଯିବ। ବୋହୂ ବି ପୁଅ କଥାରେ ହଁ ମିଶେଇ କହିଲେ କି ଇଏ ଠିକ କହୁଛନ୍ତି ବାବା, ଥରେ ଭୁବନେଶ୍ୱର ଯାଇ ଦେଖେଇ ଦିଅନ୍ତୁ, ଥରକରେ ଭଲ ହୋଇଯିବେ। ପ୍ରସନ୍ନ ବାବୁ ଓ ନୀଲୁ ଦେବୀ ନିଜ ପୁଅ ବୋହୂଙ୍କ ଚିକଣିଆ କଥାରେ ଆଶ୍ଚର୍ଯ୍ୟ ହୋଇଗଲେ, ହେଲେ ବୁଝିପାରିଲେନି କି ଭୁବନେଶ୍ୱର ପରି ବଡ଼ ସହରରେ ଡାକ୍ତର ଦେଖିବାକୁ ରାଜି କେମିତି ହୋଇଗଲେ। ପୁଅ ତ ପାଖରେ ଥିବା ଡାକ୍ତରଙ୍କୁ ବି ଦେଖିବାକୁ ନେଉନି। ନୀଲୁ ଦେବୀ କହିଲେ କି ପୁଅ, ତୁ ବାବାଙ୍କୁ ଏତେ ବଡ଼ ସହରକୁ ନେବା ଅପେକ୍ଷା ପାଖରେ ଥିବା ଏକ ଭଲ ଡାକ୍ତରଙ୍କୁ ଦେଖେଇ ଦେ, ବାବା ନିଶ୍ଚୟ ଠିକ ହୋଇଯିବେ। ଆରେ ମା, ତୁ ବି କେମିତି କଥା କହୁଛୁ? ମୁଁ ମୋର ଜଣେ ସାଙ୍ଗ ସହିତ କଥା ହୋଇଛି, ସେ ଭୁବନେଶ୍ୱରର ବଡ଼ ଡାକ୍ତରଖାନାରେ କାମ କରୁଛି। ସେ ବଡ଼ ଡାକ୍ତରଙ୍କୁ ଦେଖାଇବାରେ ସାହାଯ୍ୟ କରିବ, ମୁଁ ବି ସବୁ ବ୍ୟବସ୍ଥା କରିଦେଇଛି। ବାସ୍ ତୁ କାଲି ପାଇଁ ରେଡି ହୋଇଯା। ପରଦିନ ଡାକ୍ତରଙ୍କ ପାଖରେ ଦେଖେଇବାକୁ ଟିକେଟ କାଟିଛି। ତୋ ବ୍ୟାଗ୍ ସଜେଇ ଦେ, କାରଣ ଆମକୁ ସେଠାରେ 2-4 ଦିନ ରହିବାକୁ ପଡ଼ିପାରେ। ପ୍ରୀତମ କଥା ଶୁଣି ନୀଲୁ ଦେବୀଙ୍କୁ ଅନୁଭବ ହେଲା କି ବୋଧେ ପୁଅ ସୁଧୁରି ଯାଇଛି। ଏବେ ସେ ନିଜ ବାବାଙ୍କ ଚିନ୍ତା କରୁଛି। ଏଥିପାଇଁ ସେ ତା ବାବାଙ୍କୁ ବଡ଼ ହସ୍ପିଟାଲରେ ଦେଖେଇବାକୁ ନେଇଯିବ। ସେ ବି ଖୁସି ହୋଇ ନିଜର ଆଉ ସ୍ୱାମୀଙ୍କ ଜିନିଷପତ୍ର ବ୍ୟାଗରେ ରଖିଲେ, ଆଉ ପରଦିନ ହିଁ ନୀଲୁ ଦେବୀ ଓ ପ୍ରସନ୍ନ ବାବୁ ନିଜ ପୁଅ ସହିତ ଭୁବନେଶ୍ୱର ବାହାରି ପଡ଼ିଲେ। ଭୁବନେଶ୍ୱରର ଏକ ବଡ଼ ହସ୍ପିଟାଲ ଆଗରେ ପହଞ୍ଚିବା ପରେ ହସ୍ପିଟାଲ ଦେଖି ନୀଲୁ ଦେବୀଙ୍କର ଆଖି ବଡ଼ ବଡ଼ ହୋଇଗଲା। ସେଠୁ ପୁଅକୁ କହିଲେ କି ପୁଅ, ଏତେ ବଡ଼ ବଡ଼ ହସ୍ପିଟାଲ ଆଉ ଏତେ ବଡ଼ ଉଚ୍ଚା ଉଚ୍ଚା ଘର ମୁଁ ଆଗରୁ କେବେ ବି ଦେଖିନଥିଲି। କେତେ ବଡ଼ ବଡ଼ ଡାକ୍ତର ଓ ନର୍ସ କାମ କରୁଛନ୍ତି। ପ୍ରୀତମ ବାବା ମାଙ୍କୁ ହସ୍ପିଟାଲ ଆଗରେ ଥିବା ଏକ ଗଛ ତଳେ ବସେଇ ଦେଇ କହିଲେ କି ଏଇଠି ବସିଥା, ମୁଁ ମୋ ସାଙ୍ଗ ସହିତ ଭେଟ ହୋଇକି ଆସେ। କହିକି ପ୍ରୀତମ ସେଠାରୁ ଚାଲିଗଲେ।
ନୀଲୁ ଦେବୀ ଓ ପ୍ରସନ୍ନ ବାବୁ ପୁଅକୁ ଅପେକ୍ଷା କରି କରି ସେ ଗଛ ତଳେ ବସି ରହିଲେ। ଅପେକ୍ଷା କରି କରି 2 ଘଣ୍ଟା ବିତିଗଲା। ନା ବୋହୂ ଫେରୁଥିଲା ନା ପୁଅ। ଏମିତି ଏମିତି 2 ପହରରୁ ସନ୍ଧ୍ୟା ହେବାକୁ ଲାଗିଲା। ହେଲେ ପୁଅ ବୋହୂଙ୍କର ଦେଖା ନଥିଲା। ସେମାନେ ଏବେ ବି ବୁଝିପାରୁନଥିଲେ କି ସେମାନେ ସେମାନଙ୍କୁ ଛାଡ଼ିକି ପଳେଇଲେଣି ବୋଲି। ନୀଲୁ ଦେବୀ ହସ୍ପିଟାଲ ବାହାରେ ଡରି ମରି ଚାରିଆଡ଼କୁ ଦେଖୁଥିଲେ କି କାଳେ ତାଙ୍କ ପୁଅ ଆସୁଥିବ। ସମସ୍ତଙ୍କୁ ବି ପଚାରୁଥିଲେ କି ମୋ ପୁଅ ବୋହୂଙ୍କୁ କିଏ ଦେଖିଛ କି? କିନ୍ତୁ ଭୁବନେଶ୍ୱର ପରି ବଡ଼ ସହରରେ କିଏ କାହାକୁ ପଚାରେ? ଦୀର୍ଘ ସମୟ ପରେ ପ୍ରସନ୍ନ ବାବୁଙ୍କୁ ସନ୍ଦେହ ହେଲା କି ତାଙ୍କ ପୁଅ ବୋହୂ ତାଙ୍କୁ ବଡ଼ ଡାକ୍ତରକୁ ଦେଖାଇବା ପାଇଁ ନୁହେଁ, ବରଂ ସେମାନଙ୍କ ପିଛା ଛଡ଼ାଇବା ପାଇଁ ଏଇଠାକୁ ନେଇକି ଆସିଛନ୍ତି। ଆମକୁ ଭିକ ମାଗିବା ପାଇଁ ଛାଡ଼ିଗଲେ, ଆମକୁ ବେସାହାରା କରିଦେଲେ। ଥରେ ବି ଭାବିଲେନି ନିଜ ବୁଢ଼ା ବାପା ମାଙ୍କ ବିଷୟରେ। ନୀଲୁ ଯେତେବେଳେ ଏକଥା ଜାଣିଲେ ତାଙ୍କର ତ ପାଦ ତଳୁ ଯେମିତି ମାଟି ଖସିଗଲା। ସେଠାରେ ଖସି ପଡ଼ିଲେ। ତୁରନ୍ତ ବ୍ୟାଗରୁ ପାଣି କାଢ଼ି ନୀଲୁଙ୍କ ମୁହଁରେ ପାଣି ଛିଞ୍ଚିଲେ। ହୋସ୍ ଆସିବାରୁ ନୀଲୁ ଦେବୀ କାନ୍ଦିବାରେ ଲାଗିଲେ। ଭାବିଲେ କେମିତିକା ଭାଗ୍ୟ ପାଇଛେ। ପୁରା ଜୀବନ ସଂଘର୍ଷ କରି କରି ପୁଅ ପାଇଁ କେତେ କ'ଣ କରିଥିଲୁ। ହେଲେ ଆଜି ଏ ଅବସ୍ଥାରେ ପୁଅ ବୋହୂ ଆମକୁ ସଡ଼କରେ ଛାଡ଼ି ଦେଇ ପଳେଇଲେ। ସାରା ରାତି ସେହି ଗଛ ମୂଳରେ ପ୍ରସନ୍ନ ବାବୁ ଓ ନୀଲୁ ଦେବୀ କାନ୍ଦି କାନ୍ଦି କଟେଇଲେ। ସକାଳ ହେବାରୁ ନୀଲୁ ଦେବୀ ପାଖ ଦୋକାନରୁ 1 କପ୍ ଚା ଆଣି ସ୍ୱାମୀଙ୍କୁ ଦେଲେ। ତାଙ୍କ ପାଖରେ ଏତେ ଟଙ୍କା ବି ନଥିଲା କି କିଛି ଦିନ ସେଥିରେ ଚଳିଯିବେ। 3 ଦିନ କାଳ ସେମାନେ ନିରାଶ୍ରୟ ହୋଇ ସେ ଗଛ ମୂଳରେ କାଟିଦେଲେ। ଚତୁର୍ଥ ଦିନକୁ ସେମାନଙ୍କ ପାଖରେ ଆଉ ଟଙ୍କାଟିଏ ବି ନଥିଲା। ଅନ୍ୟ ପଟରେ ସେମାନେ ବୁଝିପାରୁନଥିଲେ କି କ'ଣ କରିବେ। ନା ପାଖରେ ଟଙ୍କା ଥିଲା ନା ମୁଣ୍ଡ ଉପରେ ଛାତ। ଗତ 3 ଦିନ ହେଲା ଗଛ ମୂଳରେ ବୁଢ଼ାବୁଢ଼ୀଙ୍କ ଅବସ୍ଥାକୁ ନିଜ ଆଖିରେ ଦେଖୁଥିଲେ ପାଖରେ ଥିବା ହୋଟେଲ ମାଲିକ। ଚତୁର୍ଥ ଦିନ ନୀଲୁ ଦେବୀ ବାଧ୍ୟ ହୋଇ ସେ ହୋଟେଲ ମାଲିକ ପାଖକୁ ଗଲେ। ଆଉ ହାତ ଯୋଡ଼ି କହିଲେ କି ପୁଅ କିଛି କାମ ଅଛି କି? ହୋଟେଲ ମାଲିକ ତାଙ୍କୁ ଟିକେ ଅନେଇଲେ ଆଉ ପଚାରିଲେ କି କ'ଣ ହେଲା ମାଉସୀ? ମୁଁ ଦେଖୁଛି କି 3 ଦିନ ହେଲା ତମେ ସେ ଗଛ ମୂଳରେ ପଡ଼ି ରହିଛ। କ'ଣ ହୋଇଛି? ସେଠୁ ନୀଲୁ ଦେବୀ ସବୁ କଥା କହିଲେ। ହୋଟେଲ ମାଲିକ କହିଲେ କି ମାଉସୀ ତମେ ତ ତମ ଘର ଠିକଣା ଜାଣିଛ, ତାହେଲେ ନିଜେ ଚାଲି ଯାଉନ କାହିଁକି? ହେଲେ ଆତ୍ମସ୍ୱାଭିମାନୀ ନୀଲୁ ଦେବୀ ଓ ପ୍ରସନ୍ନ ବାବୁ କହିଲେ କି ନାଇଁ ପୁଅ, ଯୋଉ ପୁଅ ଆମକୁ ଏଠି ଛାଡ଼ିକି ଯାଇଛି ଆମେ ଆଉ ତା ପାଖକୁ ଫେରିବୁନି। ତମେ ଯଦି କିଛି କାମ ଦେବ ତାହେଲେ ଆମେ ଏଠି କେମିତି ହେଲେ ବି ରହିଯିବୁ। ସେଠୁ ହୋଟେଲ ମାଲିକ କହିଲେ କି ମାଉସୀ ତମେ ଚାହିଁଲେ ହୋଟେଲରେ ବାସନ ମାଜିପାରିବ, ତମକୁ କିଛି ଟଙ୍କା ସହିତ ଖାଇବାକୁ ବି ଦେବି। ନୀଲୁ ଦେବୀ ଓ ପ୍ରସନ୍ନ ବାବୁଙ୍କ ପାଖରେ ଆଉ କିଛି ଉପାୟ ନଥିଲା। ସେଠି ରହି ନୀଲୁ ଦେବୀ ବାସନ ମାଜୁଥିଲେ ଆଉ ଯାହା ଟଙ୍କା ମିଳୁଥିଲା ସେଥିରେ ଅତି ଦୟନୀୟ ଭାବରେ ଚଳି ଯାଉଥିଲେ। ଅନ୍ୟପଟରେ ଶିବୁ ବିଦେଶ ଯିବାର 4 ବର୍ଷ ପରେ ଭୁବନେଶ୍ୱର ଫେରିଥିଲେ। ହସ୍ପିଟାଲରେ ଚାକିରି କରିବାର ଆଜି ଥିଲା ପ୍ରଥମ ଦିନ। ତେଣୁ ପୁରା ପ୍ରସ୍ତୁତ ହୋଇ ସେ ହସ୍ପିଟାଲରେ ପହଞ୍ଚିଲେ। ଆଉ ସାରା ଦିନ ଡ୍ୟୁଟି କରିବା ପରେ ସେ ହସ୍ପିଟାଲରୁ ଘରକୁ ବାହାରିଲେ। ବାହାରକୁ ବାହାରିବା ସମୟରେ ହଠାତ୍ ଯେତେବେଳେ ତାଙ୍କ ନଜର ସେ ହୋଟେଲ ଆଡ଼କୁ ପଡ଼ିଲା, ହଠାତ୍ ଯେତେବେଳେ ତାଙ୍କ ନଜର ସେ ହୋଟେଲ ଆଡ଼କୁ ପଡ଼ିଲା ସେ ଯେମିତି ଚମକି ପଡ଼ିଲେ। ତାଙ୍କୁ ଲାଗିଲା କି ତାଙ୍କ ଜେଜେମା ବୋଧେ ସେ ହୋଟେଲ ପାଖରେ ଛିଡ଼ା ହୋଇଛନ୍ତି ଆଉ ତାଙ୍କ ପାଖରେ ବାଡ଼ି ଧରି ଜେଜେବାବା ବି ଛିଡ଼ା ହୋଇଛନ୍ତି। ହେଲେ ଦୂରରୁ ଏସବୁ ଦେଖି ସେ ଭାବିଲେ କି ନା ବୋଧେ ମୋର ଭ୍ରମ ହୋଇଥିବ, କାରଣ ବାରିପଦାରୁ ଭୁବନେଶ୍ୱର ଏତେ ବାଟ ଆସି ଜେଜେବାବା ଓ ଜେଜେମା କ'ଣ କରିବେ? ପୁଣି ଏ ହୋଟେଲରେ ସେମାନଙ୍କର କ'ଣ କାମ? ଏମିତି ଭାବି ଭାବି ସେ କିଛି ବାଟ ପଳେଇବାରେ ତାଙ୍କ ମନ ମାନିଲାନି। ନିଜ ବାଇକ୍ ବୁଲେଇଲେ। ଯେମିତି ସେ ହୋଟେଲ ପାଖରେ ପହଞ୍ଚିଛନ୍ତି ଦେଖିକି ତ ତାଙ୍କର ହୋସ୍ ଉଡ଼ିଗଲା।
ସେଇଟା ତାଙ୍କ ଭ୍ରମ ନଥିଲା, ବରଂ ସତରେ ତାଙ୍କ ଜେଜେବାବା ଓ ଜେଜେମା ଥିଲେ। ଆଉ ଜେଜେମା ସେଠାରେ ବାସନ ମାଜୁଥିଲେ। ସେମାନଙ୍କୁ ଏମିତି ଅବସ୍ଥାରେ ଦେଖି ଶିବୁ କ'ଣ କରିବ ନିଜେ କିଛି ଜାଣିପାରିଲେନି। ସାଙ୍ଗେ ସାଙ୍ଗେ ଜେଜେମାଙ୍କ ପାଖକୁ ଯାଇ ଡାକ ପକେଇଲେ। କି ଜେଜେମା, ତମେ ଏଠି କ'ଣ କରୁଛ? ନାତିକୁ ଦେଖି ଜେଜେବାବା ଓ ଜେଜେମାଙ୍କର ଯେମିତି ପିଣ୍ଡରେ ପ୍ରାଣ ସଞ୍ଚାର ହୋଇଗଲା। ସେମାନେ ନାତିକୁ ଧରି କାନ୍ଦିବାରେ ଲାଗିଲେ। ଶିବୁ ସେମାନଙ୍କୁ ଚୁପ୍ କରେଇଲେ ଆଉ ପାଖରେ ଥିବା ବେଞ୍ଚ ଉପରେ ବସେଇଦେଲେ। କି ଜେଜେବାବା, ଜେଜେମା, ତମେ ବ୍ୟସ୍ତ ହୁଅନି, ଏବେ ମୁଁ ଆସିଗଲିଣି। କ'ଣ ହେଇଛି ତ ଆଗ କୁହ। ତମେମାନେ ଏଠାକୁ କେମିତି ଆସିଲ? ସେଠୁ ନୀଲୁ ଦେବୀ କାନ୍ଦି କାନ୍ଦି ସବୁ କଥା କହିଲେ। ସବୁ ଶୁଣି ସାରିବା ପରେ ଶିବୁଙ୍କର ତ ଯେମିତି ହୋସ୍ ଉଡ଼ିଗଲା। ସେ ବିଶ୍ୱାସ କରିପାରିଲେନି କି ତାଙ୍କ ବାବା ମା ଏମିତି କାମ କରିପାରନ୍ତି ବୋଲି। ସେପଟେ ଜେଜେବାବାଙ୍କର କାଶ ଆରମ୍ଭ ହୋଇଯାଇଥିଲା। କାଶ ବଢ଼ି ବଢ଼ି ଯେମିତି କମିବାର ନାଁ ହିଁ ନେଉନଥିଲା। ଜେଜେମାକୁ ଚୁପ୍ କରେଇ ଶିବୁ ଜେଜେବାବାଙ୍କୁ ହସ୍ପିଟାଲରେ ଭର୍ତ୍ତି କରେଇଲେ। ପୁରା ଗୋଟିଏ ସପ୍ତାହ ହସ୍ପିଟାଲରେ ପ୍ରସନ୍ନ ବାବୁଙ୍କର ଚିକିତ୍ସା ଚାଲିଲା। ସପ୍ତାହେ ପରେ ସେ ଭଲ ହୋଇଗଲେ। ଭଲ ହେବା ପରେ ଶିବୁ ଘରକୁ ଏକା ଯିବା ପାଇଁ ପ୍ଲାନ୍ କଲେ। ଜେଜେବାବା ଓ ଜେଜେମାଙ୍କୁ ନିଜ କ୍ୱାର୍ଟରରେ ରଖି ସେ ବାରିପଦା ନିଜ ଘରକୁ ଚାଲିଗଲେ। ପୁଅକୁ ଦେଖି ପଦ୍ମା ଓ ପ୍ରୀତମ ବାବୁ ପୁରା ଖୁସି ହୋଇଗଲେ। କିଛି ସମୟ ପରେ ଶିବୁ ବାବା ମାଙ୍କୁ ଜେଜେବାବା ଓ ଜେଜେମାଙ୍କ ବିଷୟରେ ପଚାରିଲେ କି ସେମାନେ କୁଆଡ଼େ ଯାଇଛନ୍ତି। ପୁଅ ପଚାରିବା ପରେ ବାବା ମା ଯେମିତି ଚିନ୍ତାରେ ପଡ଼ିଗଲେ। ଆଉ ଟିକିଏ ସମୟ ପରେ ପଦ୍ମା କହିଲେ କି କେଜାଣି ସେମାନେ କିଛି ନ କହି କୁଆଡ଼େ ବୁଲିବା ପାଇଁ ଚାଲି ଯାଇଛନ୍ତି। ମା ମୁହଁରୁ ମିଛ କଥା ଶୁଣିକି ଶିବୁ ମନ ଦୁଃଖ ହୋଇଗଲା। ସେ ବୁଝିଗଲେ କି ମୋ ବାବା ମା ହିଁ ସେମାନଙ୍କୁ ଘରୁ ତଡ଼ି ଦେଇଛନ୍ତି ବୋଲି। ତାଙ୍କ ମନରେ ଗୋଟିଏ ପ୍ରକାର ରାଗ ଆସିଗଲା। ହେଲେ ସେ ନିଜକୁ ନିୟନ୍ତ୍ରଣ କଲେ। ଭାବିଲେ ନିଜ ବାବା ମାଙ୍କ ସହିତ କିଏ କ'ଣ ଏମିତି କରିପାରନ୍ତି। ସେ ଗୋଟେ ପ୍ଲାନ୍ କଲେ ଆଉ ନିଜ ବାବା ମାଙ୍କୁ କହିଲେ କି ତମେମାନେ ମୋ ସହିତ ବୁଲିବାକୁ ଚାଲ, ତମମାନଙ୍କୁ ମୁଁ ବିଦେଶ ବୁଲେଇବାକୁ ନେବି। ଘରେ 2 ଦିନ ରହିବା ପରେ ବାବା ମାଙ୍କୁ ସାଥିରେ ନେଇ ଶିବୁ ଭୁବନେଶ୍ୱର ଆସିଲେ। ଆଉ ଏୟାରପୋର୍ଟରେ ସେମାନଙ୍କୁ ଛାଡ଼ି ଦେଇ ଶିବୁ ତାଙ୍କ କ୍ୱାର୍ଟରକୁ ପଳେଇ ଆସିଲେ। ସାରା ଦିନ ପ୍ରୀତମ ବାବୁ ଓ ପଦ୍ମା ଏୟାରପୋର୍ଟରେ ବସି ବସି ଶିବୁଙ୍କୁ ଅପେକ୍ଷା କରି ରହିଥିଲେ। ସକାଳ ଯାଇ ଅପରାହ୍ନ ହେଲା, ହେଲେ ଶିବୁ ସେମାନଙ୍କ ପାଖକୁ ଫେରିଲେନି, ଫୋନ୍ ଉଠେଇଲେନି। ସନ୍ଧ୍ୟା ହେଲା, ଶିବୁ ଜେଜେବାବା ଓ ଜେଜେମାଙ୍କୁ ନେଇ ଏୟାରପୋର୍ଟକୁ ବାହାରିଲେ। ଏୟାରପୋର୍ଟ ବାହାରେ ଅଲଗା ଜାଗାରେ ଜେଜେବାବା ଓ ଜେଜେମାଙ୍କୁ ଛାଡ଼ି ଦେଇ ଭିତରକୁ ଗଲେ। ଯେତେବେଳେ ଏୟାରପୋର୍ଟରେ ଶିବୁକୁ ଦେଖିଲେ, ପଦ୍ମା ଦେବୀ ଶିବୁକୁ ଧରି କାନ୍ଦି ପକେଇଲେ। ପଚାରିଲେ, ପୁଅ, ସକାଳୁ ଆମକୁ ବସେଇ କୁଆଡ଼େ ପଳେଇଥିଲୁ? ଯେତେ ଫୋନ୍ କଲେ ବି ଫୋନ୍ ଉଠାଉନଥିଲୁ। ଆମେ ପୁରା ଡରି ଯାଇଥିଲୁ। ତୋ ବାବା ତ ପୁରା ଏପଟ ସେପଟ ହୋଇ ତତେ ଚାହିଁ ରହିଥିଲେ। ଆରେ କମ୍ ସେ କମ୍ ତ କହିଯାଇଥାନ୍ତୁ। ନିଜ ମା କଥା ଶୁଣି ଶିବୁ କହିଲେ କି କାହିଁକି? ତମେମାନେ ଯେତେବେଳେ ଜେଜେବାବା ଓ ଜେଜେମାଙ୍କୁ ଆଣି ଏତେ ଦୂରରେ ଛାଡ଼ି ଦେଇ ପଳେଇଲ, ଭାବିଥିଲ କି ସେମାନଙ୍କୁ କେମିତି ଲାଗିବ? ବୁଢ଼ା ବୟସରେ ସେମାନେ କ'ଣ କରିବେ, କେଉଁଠି ରହିବେ, କେମିତି ବଞ୍ଚିବେ? କେତେ ନୀଚ ହୋଇଯାଇଛ ତମେମାନେ। ତମେ ଜାଣିଛ ସେମାନେ କେଉଁଠି ଅଛନ୍ତି ଆଉ କ'ଣ କରୁଛନ୍ତି? ଶିବୁ ମୁହଁରୁ ଏକଥା ଶୁଣିକି ପ୍ରୀତମ ବାବୁ ଓ ପଦ୍ମା ଦେବୀଙ୍କର ଯେମିତି ହାଲତ ଶୁଖିଗଲା। ମୁହଁ ତଳକୁ ହୋଇଗଲା ଆଉ ମୁହଁରୁ ଗୋଟିଏ ବି ଶବ୍ଦ ବାହାରିଲାନି। ପ୍ରୀତମ ବାବୁଙ୍କୁ ଶିବୁ କହିଲେ କି ବାବା, ମୁଁ ତମକୁ ମାତ୍ର କେତେ ଘଣ୍ଟା ପାଇଁ ଛାଡ଼ିକି ପଳେଇଲି ବୋଲି ତମର ଏତେ ଚିନ୍ତା ହୋଇଗଲା। ତମେ କେତେ କ'ଣ ଚିନ୍ତା କରି ପକେଇଲ। ହେଲେ ତମର ନିଜର ବାବା ମା ପ୍ରତି ତମେ କେତେ ଭୁଲ କାମ କରିଛ ଜାଣିପାରୁଛ ତ? ଯଦି ମୁଁ ସବୁଦିନ ପାଇଁ ତମମାନଙ୍କୁ ଛାଡ଼ିକି ପଳେଇଥାନ୍ତି ତାହେଲେ? ପୁଅ ମୁହଁରୁ ଏତେ ମାତ୍ରାରେ ଭର୍ତ୍ସନା ଶୁଣି ଆଉ ଧୈର୍ଯ୍ୟ ଧରି ରହିପାରିଲେନି ପ୍ରୀତମ ବାବୁ। ସାଙ୍ଗେ ସାଙ୍ଗେ କହିଲେ କି ପୁଅ, ମୋର ବହୁତ ବଡ଼ ଭୁଲ ହୋଇଯାଇଛି, ମୋତେ କ୍ଷମା କରିଦେ। ପ୍ରୀତମ ବାବୁ ଓ ପଦ୍ମା
दुहें पश्चाताप करी कांदिबारे लागिले। टिके समय पर शिबू जेजेबाबा और जेजेमां को डकेइले। बाबा मां को आखि आगरे देखी प्रीतम बाबू और पद्मा देवी चकित होइगले। आ विलंब न करी दुहें सेमानक गोड़ तले पड़गले। क्षमा मागिबारे लागिले। कहले बाबा मु बहुत खराब, तम प्रति बड़ अन्याय करिछि, क्षमा करि दियो। तमे माने एबे आम सहित घर को चल, एबे आउ से भूल हेबनी। तम मानकु बहुत भल रखिबी। पुओ बहु क्षमा मागिबा परे प्रसन्न बाबू और नीलू देवी सेमानकु क्षमा करिदेले। आ समस्ते खुशी खुशी से घरे रहिबाकु लागिले। शिबू भी खुशी होइगले कि तांग बाबा माँ सुधुरी गले। तथापि से निज बाबा माँ को बुझाई देले कि जदि एबे जेजे बाबा और जेजेमां सहित किछि भूल करिबो ताहले किछि भी भल हेबनी। सेमानक परिवार एबे ठीक रे चलिछि, हेले एबे कली काल रे पुओ बोहुंक पई बापा माँ काहेकि बोझ होई जाउछंती। आ बापा माँ प्रति सेमानक एमिति व्यवहार को नै आपण कमेंट करिवे। वीडियो भल लागिथिले लाइक शेयर करने सहित चैनल को सब्सक्राइब करदेवे। आउ हाँ, बेल आइकन को ऑन करी आम फेसबुक पेज को फॉलो करदेवे। लिंक डिस्क्रिप्शन में रही। धन्यवाद।